ନିଶ୍ଚୟ ସତ୍ୟ। ଏକଥା ସମସ୍ତେ ଜାଣନ୍ତି ଓ ଆଖିରେ ବି ଦେଖନ୍ତି। କିନ୍ତୁ ମୃତ୍ୟୁ ପରେ ଜୀବ ଜନ୍ମଗ୍ରହଣ କରେ ଏକଥା ବହୁ ଲୋକ ବିଶ୍ୱାସ କରନ୍ତି ନାହିଁ। କାରଣ ଯେଉଁ ଦେହଟା ସହିତ ସମସ୍ତେ ସମ୍ପର୍କ ରଖି ସଂସାରରେ ଚଳପ୍ରଚଳ ହେଉଥାନ୍ତି, ସେହି ଦେହଟାକୁ ମୃତ୍ୟୁ ପରେ ସମସ୍ତେ ପୋତି ପକାନ୍ତି ବା ପୋଡ଼ି ପକାନ୍ତି। ସେ ଦେହଟା ଯେ ପୁଣି ଫେରି ଆସିବ ଏ ସମ୍ଭାବନା ମୋଟେ ନଥାଏ। ଜୀବ କହିଲେ କେବଳ ଯେ ଦେହକୁ ବୁଝାଏ ଏକଥା ଅଜ୍ଞାନୀମାନଙ୍କର ଧାରଣା। ଦେହଟା ବା ଶରୀରଟା ଗୋଟାଏ ବଡ଼ ଜଡ଼ ବସ୍ତୁ। ଏହା ପଞ୍ଚଭୂତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ତତ୍ତ୍ୱ ତିଆରି ହୋଇଥାଏ। ଏହି ଶରୀରଟା ପିତାର ଜୀବ ଓ ମାତାର ରଜରେ ଥିବା ପଞ୍ଚତତ୍ତ୍ୱ ତିଆରି ହୁଏ। ମାତୃଗର୍ଭରେ ଏହି ଶରୀର ଗଠନ ହେବା ପରେ ମାତୃଗର୍ଭରେ ଈଶ୍ୱର ଆତ୍ମା ରୂପକ ଏକ ଶକ୍ତିକୁ ସମସ୍ତ ବାଟରେ ଶରୀରରେ ପ୍ରବେଶ କରାଇ ଶରୀରଟାକୁ ସକ୍ରିୟ କରିଦିଅନ୍ତି। ତେଣୁ ଈଶ୍ୱରଙ୍କୁ ବ୍ରଜପ୍ରଦ ପିତା ବୋଲି କୁହାଯାଏ। ଯେଉଁ ଶରୀରଟା ନଷ୍ଟ ହୋଇଯାଏ ସେ ହେଉଛି ପିତା ମାତାଙ୍କର ଦ୍ୱାରା ତିଆରି ଜଡ଼ ବସ୍ତୁ। କିନ୍ତୁ ଯେଉଁ ଶକ୍ତିକୁ ଈଶ୍ୱର ଆତ୍ମା ରୂପରେ ଶରୀର ମଧ୍ୟରେ ପ୍ରବେଶ କରାଇ ଶରୀରକୁ ସକ୍ରିୟ କରିଥାନ୍ତି, ସେହି ଆତ୍ମା ଶରୀର ତ୍ୟାଗ କରି ଚାଲିଗଲେ ଦେହଟା ମରିଯାଏ। ଯେଉଁ ଆତ୍ମାଟା ଦେହ ଛାଡ଼ି ଚାଲିଯାଏ ତାହା ମୃତ୍ୟୁ ହୁଏ ନାହିଁ। ସେ ଆତ୍ମା ଗୋଟିଏ ଦେହ ଛାଡ଼ି ଅନ୍ୟ ଦେହରେ ଅର୍ଥାତ୍ ଅନ୍ୟ ମାତାର ଗର୍ଭରେ ପ୍ରବେଶ କରି ତାକୁ ସକ୍ରିୟ କରେ। ଏହା ହିଁ ଜନ୍ମ ହେଉଛି ଜନ୍ମ ମୃତ୍ୟୁର ରହସ୍ୟ। ଆତ୍ମା ଯେତେବେଳେ ଶରୀର ତ୍ୟାଗ କରେ ସେ ଏକା ଏକା ଯାଏ ନାହିଁ। ଶରୀର ମାଧ୍ୟମରେ ଜୀବ ଯେଉଁ ପାପ ଓ ପୁଣ୍ୟ କର୍ମ କରିଥାଏ, ସେହି କର୍ମର ଫଳକୁ ନେଇ ଆତ୍ମା ଅନ୍ୟ ଘଟକୁ ଆଶ୍ରୟ କରେ। ଈଶ୍ୱର ହେଉଛନ୍ତି ପରମ ଆତ୍ମା। ତାଙ୍କ ଶକ୍ତିରୁ ଏକ ସୁସ୍ଥ ଶକ୍ତି ଆତ୍ମା ରୂପରେ ପରିଗଣିତ ହୋଇ ଶରୀର ମଧ୍ୟରେ ପ୍ରବେଶ କରେ। ସୃଷ୍ଟି ଆରମ୍ଭ ହେବା ଦିନଠାରୁ ବିଭିନ୍ନ ଆତ୍ମା ବିଭିନ୍ନ ଜୀବ ଘଟ ମଧ୍ୟରେ ପ୍ରବେଶ କରି ତାର କର୍ମ ଅନୁସାରେ ଉନ୍ନତ ଜନ୍ମ ପାଇଥାଏ। କୁକର୍ମ ଯେତେବେଳେ ତାକୁ ତଳକୁ ନେଇଥାଏ, ସେ ସୁକର୍ମ ଦ୍ୱାରା ସେ ଉପରକୁ ଉଠୁଥାଏ। ତଳକୁ ଖସିବା ଓ ଉପରକୁ ଉଠିବା ଭିତରେ ସେ ପ୍ରତି ଜନ୍ମରେ ନାନା ପ୍ରକାର ଦୁଃଖ ଓ ସୁଖ ଭୋଗ କରି ଚାଲିଥାଏ। ପୂର୍ବ ଜନ୍ମର କର୍ମଫଳ ଅନୁସାରେ ସେ ସବୁ ବାଟକୁ ଭୋଗ କରେ। ଉପସ୍ଥିତ ଜନ୍ମରେ ଯେଉଁ ଭଲ ଓ ମନ୍ଦ କର୍ମ କରେ ତାହା ପରଜନ୍ମକୁ ବାଟ ଫିଟାଇଥାଏ। ଏହି ସତ୍ୟକୁ ଯିଏ ବୁଝି